এই যুগরে ଭାରତ ଦେଶରେ ଥିବା ଏହି ଶେଷ କାଳ ସମ୍ବନ୍ଧୀୟ ଭାବବାଦୀ ମାନଙ୍କ ମଧ୍ୟରୁ ଜଣେ ବିଶିଷ୍ଟ ଭାବବାଦୀ ଅଛନ୍ତି ବିଶପ ରେଭରେଣ୍ଡ ଆମୋସ ସିଂ। ଭାରତର କଥା ଟିକେ କହିଲେ, ଇଣ୍ଡିଆ ମ୍ୟାପ ଆପଣ ଦେଖନ୍ତି ନାଇଁ କି, ଇଣ୍ଡିଆ ମ୍ୟାପରେ ହାଫ୍ ଇଣ୍ଡିଆ ନାହିଁ, କୁଆଡ଼େ ଗଲା? ସମୁଦ୍ରରେ ମିଶିଗଲା। ଓକେ, କାରଣ ତିନି ଦିଗରୁ ସମୁଦ୍ର ଢାଙ୍କିଛି ଭାରତକୁ। ଓକେ, ତିନିଟା ସମୁଦ୍ର, ବଙ୍ଗୋପସାଗର, ଆରବିଆ ସାଗର ଏବଂ ହିନ୍ଦୁ ମହାସାଗର। ସେ କହିଲେ ଇଣ୍ଡିଆ ପାଇଁ ମହା ସୁନାମି ଜଗିଛି। ତାଙ୍କର ପ୍ରାୟ ସବୁ ଭାବବାଣୀ ସଫଳ ହେଲାଣି। ଜଗତର ଅବସ୍ଥା ବହୁତ ଖରାପ। ତୃତୀୟ ବିଶ୍ୱଯୁଦ୍ଧରେ ସବୁ ଜଗତର ଲୋକମାନଙ୍କର ଅବସ୍ଥା ଖରାପ ହେଇଯାଇଛି। ଆଉ ସେ କହିଲେ କି ରିକ୍ଟର ସ୍କେଲରେ 11.2ରେ ଭାରତ ଦେଶକୁ ଭୂମିକମ୍ପ ଆସିବାକୁ ଯାଉଛି। ରିକ୍ଟର ସ୍କେଲରେ 9.6 ହିଁ ସବୁଠୁ ବଡ଼ ଭୂମିକମ୍ପ ଇତିହାସରେ ଏବେ ପର୍ଯ୍ୟନ୍ତ। ବି ଆସିନି ଏ ପର୍ଯ୍ୟନ୍ତ। ଜାପାନରେ ଯାହା ହେଇଥିଲା 2011ରେ ତାହା 8.9 और କେବଳ 9.0। ପୃଥିବୀରେ ଅତ୍ୟଧିକ ଭୂମିକମ୍ପ କିମ୍ବା ସୁନାମି କୋଉଠି ହୁଏ ବୋଲିବା କ୍ୱେଶ୍ଚନ ଯେତେବେଳେ ଉଠିବ, ମନେ ରଖନ୍ତୁ ଫାର୍ଷ୍ଟ ପ୍ଲେସରେ ଅଟେ ଜାପାନ। କାରଣ ସମାନ ତିନିଟା ଟେକ୍ଟୋନିକ ପ୍ଲେଟ୍ସ ଉପରେ ସ୍ଥିତ ଦ୍ୱୀପ ଅଟେ ଜାପାନ। ଆଉ ଟେକ୍ଟୋନିକ ପ୍ଲେଟ୍ସ ଯେତେବେଳେ ଘଷା ଘଷି ହୁଏ ସେତେବେଳେ ଭୂମିକମ୍ପ ହୁଏ ସବୁଠି। ସୁନାମି ଏ ଅତ୍ୟନ୍ତ ଶକ୍ତିଯୁକ୍ତ ବଡ଼ ସମୁଦ୍ର ତରଙ୍ଗର ନାମ ସୁନାମି ବୋଲି ଦେଇଛନ୍ତି, ଜାପାନିଜ ବାଲା ହିଁ ଦେଇଛନ୍ତି। ସେଥିପାଇଁ ଟିରୁ ଷ୍ଟାର୍ଟ ହୁଏ, ଟି ସାଇଲେଣ୍ଟ, ସୁନାମି ଜାପାନିଜ ୱାର୍ଡ ତାହା। ତ ସେମାନେ ଯଦି ଥରିଗଲେ, ଏଥର ଯେଉଁ ଭୂମିକମ୍ପ ହେଲା, ସୁନାମି ଆସିଲେ ସେମାନେ ଯେପରି ବଞ୍ଚି ଯାଆନ୍ତି, ଏଥିପାଇଁ ଏଠି ଯେତିକି କାନ୍ଥ ଅଛି ସେମାନେ ସମୁଦ୍ର କୂଳରେ ବଡ଼ ବଡ଼ କଂକ୍ରିଟ କାନ୍ଥ ପ୍ରାଚୀର ବନାଇଲେ ସେମାନେ। ଏଥର ଯେଉଁ ସୁନାମି ଆସିଲା ତାହା ସେମାନେ ବନାଇଥିବା କାନ୍ଥ ଡେଇଁକି ଆସିଲା। ତୋର ବାପାକୁ ଯାଇକି କୋଉ ଗଲା? ଯେରେମିୟ 5:20 ଟିକେ ପଢନ୍ତୁ। ସଦାପ୍ରଭୁ କହନ୍ତି, ସଦାପ୍ରଭୁ କହନ୍ତି, ତୁମେମାନେ କି ଆମ୍ଭକୁ ଭୟ କରୁନାହ, ତୁମ୍ଭେମାନେ କି ଆମ୍ଭକୁ ଭୟ କରୁନାହ। ସମୁଦ୍ର ଯେପରି ଉଲ୍ଲଂଘନ କରି ନ ପାରିବ, ସମୁଦ୍ର ଯେପରି ଉଲ୍ଲଂଘନ କରି ନ ପାରିବ, ଏଥିପାଇଁ ନିତ୍ୟ ସ୍ଥାୟୀ ବିଧିକ୍ରମେ ଏଥିପାଇଁ ନିତ୍ୟ ସ୍ଥାୟୀ ବିଧି ନିରୂପଣ ନ କଲେ ତହିଁର ସୀମା ରୂପେ ବାଲୁକା ସ୍ଥାପନ କରିଅଛୁ ଯେ ଆମ୍ଭେ ଆମ୍ଭ ସାକ୍ଷାତରେ ତୁମେମାନେ କି କମ୍ପମାନ ହେବ ନାହିଁ। ପ୍ରଭୁଙ୍କୁ ଧନ୍ୟବାଦ ଦେବା। ହାଲେଲୁୟା। ମୋ ପଟେ ଦେଖ। ସଦା ପ୍ରଭୁ କହନ୍ତି, ବିବେକ ଶୂନ୍ୟ ଲୋକମାନଙ୍କୁ କହନ୍ତି କି ରେ ବାବୁ ମାନେ ଦେଖ, ଆମ୍ଭେ ସଦା ପ୍ରଭୁ ପରମେଶ୍ୱର ଯେ ନିତ୍ୟ ସ୍ଥାୟୀ ବିଧି କ୍ରମେ ସମୁଦ୍ରକୁ ଏକ ଆଦେଶ ଦେଲୁ ଯାହା ସେ ଉଲ୍ଲଂଘନ କରି ନ ପାରେ। I have commanded the sea that it cannot trespass my orders। ଆଉ ନିତ୍ୟ ସ୍ଥାୟୀ ବିଧିକ୍ରମେ ନିୟମ ହିସାବରେ ବାଲୁକା ଯେ ସ୍ଥାପନ କରୁଅଛୁ ଯେ ଆମ୍ଭକୁ ଦେଖି ତୁମେ କମ୍ପମାନ ହେବନି। ହାଉ ଡେର୍ ୟୁ, ଡୋଣ୍ଟ ଫିୟର ମି। କେତେ ସାହସ ତୁମର ଯେ ମତେ ଶସ୍ତା ପଡ଼ିଯାଇଛି କି? ମୁଁ କିଏ ବୋଲି ଭାବୁଛ? ସମୁଦ୍ରକୁ ଅଟକାଇକି ରଖିଛି। ତମେ ପାରିବ କି ବୋଲଛନ୍ତି? ତୁମେ ପାରିବ କି? ତୁମର କମ୍ପ୍ୟୁଟର ପାରିବ କି? ତୁମର ରୋବୋଟ ପାରିବ କି? ତୁମର ମିସାଇଲ୍ସ ପାରିବ କି? ତୁମର ସାଇଣ୍ଟିଷ୍ଟ ମାନେ ପାରିବେ କି? ସମୁଦ୍ରକୁ ଅଟକାଇକି ରଖିଛି। କେମିତି? ବାଲି ପକାଇକି। ହାଲେଲୁୟା। କେମିତି? ତ ଏବେ ଭାବନ୍ତୁ ନାଇଁ କି ବାଲି ଅଟକାଇଛି ବୋଲି। ବାଲି ଅଟକାଇବ ନାହିଁ। ତ ସମୁଦ୍ର ପାଖରେ ବାଲି ସେନା ରଖିଲେ କିନ୍ତୁ ବାଲି ଅଟକାଉ ନାହିଁ। କଣ ଅଟକାଉଛି? ଆୟୁବ 38:10 ଟିକେ ପଢନ୍ତୁ। ପୁଣି ତହିଁ ନିମନ୍ତେ ଆମ୍ଭେ ଆପଣ ବିଧି ନିରୂପଣ କରି, ସମୁଦ୍ର ନିମନ୍ତେ ଉପର ପଡିଲେ, ସମୁଦ୍ର ନିମନ୍ତେ ଆମ୍ଭେ ଗୋଟେ ବିଧି ନିରୂପଣ କରି
ଅର୍ଗଳ ଓ କବାଟ ସ୍ଥାପନ କଲୁ। ତୁମ ଆଖିକୁ ନ ଦୁଷିବା ଅର୍ଗଳ ଓ କବାଟ ସ୍ଥାପନ କରିଅଛୁ। ହଁ ତୁମ୍ଭେ ଏ ପର୍ଯ୍ୟନ୍ତ ଆସିବ, ହଁ ମାତ୍ର ଆଉ ବଢିବ ନାହିଁ ତୁମେ ଏପର୍ଯ୍ୟନ୍ତ ହିଁ ଆସିବ, ତାଠୁ ଆଗକୁ ଆସିବ ନାହିଁ ବୋଲି ଓ ଏହିଠାରେ ତୁମ୍ଭର ଗର୍ବିତ ତରଙ୍ଗ ନିବାରିତ ହେବ ବୋଲି କହିଲୁ। କହିଲୁ। ସେତେବେଳେ କିଏ କବାଟ ଦେଇ ସମୁଦ୍ରକୁ ରୁଦ୍ଧ କଲା, ହଁ ସେପରି ପ୍ରଭାତ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅବଲମ୍ବନ କରିବ। ପ୍ରଭୁଙ୍କୁ ଧନ୍ୟବାଦ ଦେବ। ହାଲେଲୁୟା ହାଲେଲୁୟା। ପରମେଶ୍ୱର ଆୟୁବଙ୍କୁ ପଚାରୁଛନ୍ତି, କ'ଣ ବଡ଼ ବଡ଼ କଥା କହିଲ ଯେ ଆୟୁବ, ପରମେଶ୍ୱର ଏମିତି କରଲେ ହେଇଥାନ୍ତା, ସେମିତି କରଲେ ହେଇଥାନ୍ତା ବୋଲି କହୁଛ ଯେ, ଆମ୍ଭେ ସମୁଦ୍ରକୁ ନିର୍ମାଣ କରି ସୃଷ୍ଟି କରି ସମୁଦ୍ରକୁ ଆପଣାର ମୁଖର ବାକ୍ୟରେ ଅଟକାଇକି ରଖିବା ବେଳେ ତୁମେ କୋଉଠି ଥିଲ? ନୋହଙ୍କ ଜଳ ପ୍ଲାବନରେ ସାରା ପୃଥିବୀକୁ ଜଳ ଢାଙ୍କି ଦେଲା, ସେ ଜଳ କୁଆଡ଼େ ଗଲା? ଆମେ ପଢିଲୁ, ତମ ଧମକରେ ସେଇ ସବୁ ଗଡ଼ାଣି ସ୍ଥାନକୁ ପଳାଇ ଭର୍ତ୍ତି ହେଲା। ସମୁଦ୍ର ସେମିତି କ୍ରିଏଟ ହେଲା। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ମହାସମୁଦ୍ର ଯୋଉଠି ଥାନ୍ତି ସେମାନଙ୍କୁ କହନ୍ତି ଓସନ୍ ବେସନ୍। ୟୁ ନୋ ହ୍ୱାଟ୍ ଇଜ୍ ବେସନ୍? ଏକ ଗଭୀର ପ୍ଲେଟ୍ କିମ୍ବା ଗିନା ପରିଟାକୁ ବେସନ୍ ବୋଲି କହନ୍ତି ଆକ୍ଚୁଆଲି। ତ ସେଇ ସମସ୍ତ ପ୍ରଭୁ ଧମକାଇଲାରୁ ସବୁ ତଳକୁ ଯାଇ ଗଡ଼ାଣି ସ୍ଥାନରେ, ସମସ୍ତଳ ଲେଖା ଅଛି, ଆକ୍ଚୁଆଲି ସମସ୍ତଳ ନାହିଁ, ଗଡ଼ାଣି ଲୋଷ୍ଟ ପ୍ଲେସ୍ରେ ଯାଇକି ଭର୍ତ୍ତି ହେଲେଣି। ତ ସେଇଠି ଗଲା ପରେ ପ୍ରଭୁ ସେମାନଙ୍କୁ ଏକ ନିତ୍ୟ ସ୍ଥାୟୀ ବିଧି କ୍ରମେ ଆଦେଶ ଦେଲେ, ତୁମେ ଏଟାକୁ ପାର କରିବ ନାହିଁ ବୋଲି। ତ ରହିଛି ସମୁଦ୍ର ସେଠି। ତ କାହିଁକି ମାଡ଼ି ଆସୁଛି? ଜିର୍ମିୟରେ ପଢିଲୁ, ଆମ୍ଭକୁ ତୁମେ ଭୟ କରୁନ। ଜମା ପଚାରୁନ କି ଆମ ପରମେଶ୍ୱର ଜଣେ ଅଛନ୍ତି ଯେ କି ଏହା ସବୁକୁ କଣ୍ଟ୍ରୋଲ କରିପାରିବେ, ତାଙ୍କ ସମ୍ମୁଖରେ କାହିଁକି ଆମେ ଏତେ ଗର୍ବ ଦେଖାଇବା? ଭାବୁନାହାନ୍ତି ପୁଣି କାହିଁ? ଜିର୍ମିୟା 5 ଅଧ୍ୟାୟର 24 ପଦରେ ଟିକେ ପଢନ୍ତୁ। ଜିର୍ମିୟା 5ର ଅଥବା ହଁ ଯେ ଯଥା ସମୟରେ ଆଦ୍ୟ ଓ ଶେଷ ଦୃଷ୍ଟିର ପ୍ରଦାନକର୍ତ୍ତା, ହଁ ଯେ ଆମ୍ଭମାନଙ୍କ ନିମନ୍ତେ ଶସ୍ୟ ଛେଦନର ନିରୂପିତ ସପ୍ତାହମାନ ରକ୍ଷା କରନ୍ତି, ହଁ ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁ ଆପଣମାନଙ୍କର ପରମେଶ୍ୱରଙ୍କୁ ଭୟ କରୁ। ଏହା ସେମାନେ ମନେ ମନେ ଏହା ସେମାନେ ମନେ ମନେ କହୁନାହାନ୍ତି। ପରମେଶ୍ୱରଙ୍କ ପ୍ରତି ଭୟ ଜମା ନାହିଁ, ଯେ କି ଆମକୁ ଟାଇମ ଟୁ ଟାଇମ ବର୍ଷା ଦେଉଛନ୍ତି। କୋ ସାଇଣ୍ଟିଷ୍ଟ ପକାଉଛି ଆଜ୍ଞା ବର୍ଷା ପୃଥିବୀରେ? କି ପାଠ ପଢୁଛନ୍ତି ଆପଣ ମାନେ? କୋ ସାଇଣ୍ଟିଷ୍ଟ ବର୍ଷା ବୃଷ୍ଟି କରାଇ ଦେଉଛି? କୋଉ ସାଇଣ୍ଟିଷ୍ଟ ଆମକୁ ଶୀତ କାଳରେ ଶୀତ ଦେଇ ଦେଉଛି? କୋଉ ସାଇଣ୍ଟିଷ୍ଟ ଆମମାନଙ୍କୁ ଗ୍ରୀଷ୍ମ କାଳରେ ଗରମ ଦେଇ ଦେଉଛି? କୋଉ ସାଇଣ୍ଟିଷ୍ଟ ଆମ୍ବ ଦେଉଛି ଆମକୁ? କୋଉ ସାଇଣ୍ଟିଷ୍ଟ ଆମର ଚାଷ ହେଲା ପରି କରିପାରୁଛନ୍ତି? ମନେ ମନେ ଭାବିବାର କି ପ୍ରଭୁ ତ କରୁଛନ୍ତି, ଆମେ ବେଶୀ ତାଙ୍କ ପାଖରେ ବେଶୀ ଓଭର ଆକ୍ସନ ଟିକେ କରିବା ନାହିଁ, ତାଙ୍କୁ ଟିକେ ଭୟ କରିବା ବୋଲି ମନେ ମନେ ଭାବିବାର ପଟେ ସେଟା କରୁନାହାନ୍ତି। ପଢ ଭାଇ ତାପରେ। ହଁ, ତୁମ୍ଭମାନଙ୍କର ଅଧର୍ମ ଏହି ସବୁ ଅନ୍ୟଥା କରିଅଛି। ଧର୍ମ এই ପ୍ରକୃତିର ନିୟମକୁ ବିଶୃଙ୍ଖଳ କରୁଛି। ଆକ୍ଚୁଆଲି ମୁଁ ପ୍ରଥମେ ପ୍ରଭୁ ଧନ୍ୟବାଦ ଦେବି। ହାଲେଲୁୟା। ମାର୍ଚ୍ଚ ମାସରେ ବର୍ଷା, ଏପ୍ରିଲ ମାସରେ ବର୍ଷା, ମେ ମାସରେ କି ବର୍ଷା? ଏଇଟା ତାର ନିୟମ କି ବର୍ଷା ମାସରେ ବର୍ଷା ପଡ଼ିବାର? ଗ୍ରୀଷ୍ମ କାଳରେ ଗରମ ମାସରେ ବର୍ଷା ପଡ଼ିଯାଉଛି, ଜୁଲାଇ ମାସରେ ଖରା ହେଇଯାଉଛି। ପ୍ରକୃତିର ନିୟମ ବିଶୃଙ୍ଖଳ ହୋଇଯାଇଛି। ତାର କାରଣ କ'ଣ? ମାନେ ତୁମ୍ଭମାନଙ୍କର ଅଧର୍ମ। ପଡ଼ ଭାଇ। ଓ ତୁମ୍ଭମାନଙ୍କର ପାପ ତୁମ୍ଭମାନଙ୍କର ମଙ୍ଗଳ ନିବାରଣ କରିଅଛି। ଯେଉଁ ଯେଉଁ ପ୍ରକୃତିର ବସ୍ତୁ ଦ୍ୱାରା ତୁମ୍ଭମାନଙ୍କର ମଙ୍ଗଳ ହେବା କଥା, ସେଥି ଦ୍ୱାରା ଅମଙ୍ଗଳ ହେଉଅଛି। ଦେଖ ମୋ ପଟେ, ସମୁଦ୍ର ଦ୍ୱାରା ମଙ୍ଗଳ ହେବା କଥା, ସମୁଦ୍ର ଅମଙ୍ଗଳ କରୁଛି। ବାୟୁ ପବନ ଦ୍ୱାରା ମଙ୍ଗଳ ପାଇବା କଥା, ତାହା ଆମ ପାଇଁ ଅମଙ୍ଗଳ କରୁଛି। ସୂର୍ଯ୍ୟର ଖରା ଆମ ପାଇଁ ମଙ୍ଗଳଦାୟକ, କିନ୍ତୁ ତାହା ଆମ ପାଇଁ ଅମଙ୍ଗଳ କରୁଛି। ଭୂମି ଆମକୁ ମଙ୍ଗଳ କରିବା ଦରକାର, ତାହା ଭୂମିକମ୍ପ ଦେଇ ଆମକୁ ଅମଙ୍ଗଳ କରୁଛି। ଯେଉଁ ଯେଉଁ ବିଷୟ ବସ୍ତୁ ପ୍ରକୃତିର ଯାହାଦ୍ୱାରା ଆମର ମଙ୍ଗଳ ହେବା କଥା, ଆମର ଉପଯୁକ୍ତ କ'ଣ କ'ଣ ଗୋଟେ ମାଧ୍ୟମ ଆମର କର୍ମର, ତାହା ଆମକୁ ବିପଦରେ ପକାଉଛି। କାହିଁକି? ତୁମ୍ଭମାନଙ୍କର ଧର୍ମ।